ଖ୍ରୀଷ୍ଟଙ୍କର ଧନ୍ୟବାଦ ହଉ। ଗତକାଲି ଆମେ ପିଲି ଭାଇ ଏବଂ ଚଲାଗିଆଙ୍କ ମାଧ୍ୟମରେ ଆମେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଘଞ୍ଚ ଜଙ୍ଗଲ ଭିତରେ ଗୋଟେ ଗ୍ରାମ କୁକୁର ବୁକା ଗ୍ରାମ ରହିଛି ଏବଂ ସେ ଗ୍ରାମରେ ଏ ପରିବାର ଆମମାନଙ୍କୁ ଗ୍ରହଣ କଲେ ଏବଂ ସୁସମାଚାର ପ୍ରଚାର କରିବା ପାଇଁ ସନ୍ଧ୍ୟା ସମୟରେ ନିଜ ବଡ଼ ଚର୍ଚ୍ଚ ଏଠି ରହିଛି ସେ ଜାଗାରେ ବାକ୍ୟ କହିବା ପାଇଁ ଅନୁଗ୍ରହ ଭାଇକୁ ଅନନ୍ତ ଆଜ୍ଞାକୁ ଏବଂ ମୋତେ ଏବଂ ଭାଇମାନଙ୍କୁ ବ୍ୟବହାର କଲେ ଏବଂ ସମସ୍ତଙ୍କ ମଧ୍ୟରେ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ସାକ୍ଷୀ ହେବା ନିମନ୍ତେ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କଲେ ଏବଂ ଏବେ ବର୍ତ୍ତମାନ ଆମମାନେ ଯାଜପୁର ଅଭିମୁଖରେ ରହିଛୁ ଏବଂ ପରିବାର ସହିତ ଏଟା ଚତୁଃପାର୍ଶ୍ୱର ଏରିଆକୁ ଆପଣମାନଙ୍କୁ ଦେଖାଉଛୁ। ଚତୁଃପାର୍ଶ୍ୱରେ ଜଙ୍ଗଲ ରହିଛି, ଘଞ୍ଚ ଜଙ୍ଗଲ ରହିଛି ଏବଂ ଏପଟେ ବାଘ ଭାଲୁ ଏବଂ ସମସ୍ତ ବନ୍ୟ ପଶୁମାନେ ରହିଅଛନ୍ତି। କିନ୍ତୁ ପ୍ରଭୁ ସୁନ୍ଦର ଜାଗା ଦେଇଛନ୍ତି ଏ ଗ୍ରାମରେ ସବୁ ପ୍ରାୟ ସମସ୍ତେ ପ୍ରଭୁ ପାଇଛନ୍ତି ଏବଂ 150 ବର୍ଷ ପୂର୍ବେ ସୁସମାଚାର ଏ ଜାଗାକୁ ଆସିଛି ଏବଂ ଆଜି ଆମମାନେ ବାକ୍ୟ କହିବା ପାଇଁ ସୁଯୋଗ ପାଇଲୁ। ଏଥିପାଇଁ ପ୍ରଭୁ ଗୌରବ ପାଆନ୍ତୁ ଏବଂ ଏ ପରିବାର ପାଇଁ ପ୍ରାର୍ଥନା କରିବେ ଏ ଗ୍ରାମ ପାଇଁ ଯଦ୍ୱାରା ଏ ଅଞ୍ଚଳର ଅନେକ ଗ୍ରାମ ଗୁଡ଼ାକ ରହିଛନ୍ତି ସୁସମାଚାର ପହଞ୍ଚି ପାରିନାହିଁ। ପ୍ରଭୁ ଏ ବାକ୍ୟ ଦ୍ୱାରା ପ୍ରଭୁ ଗୌରବ ପାଆନ୍ତୁ ଏବଂ ଛୋଟ ଭିଡ଼ିଓ ଦ୍ୱାରା ଆମ ସମସ୍ତଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ।